ହସୁଥିଲା ଧାନ କ୍ଷେତ। ଚାଷୀଙ୍କ ମନରେ ହସର ଲହରୀ ଫୁଟି ଉଠୁଥିଲା। ସୁନ୍ଦର ଫସଲ ଫଳାଇବାରେ ସେ ସକ୍ଷମ ହୋଇଥିଲା। ଆଶା ଥିଲା ଅନେକ, କିନ୍ତୁ କାଳବୈଶାଖୀ ଏବେ ସୁନସାନ ହୋଇଯାଇଛି। ଧାନ ଗଛ ଆଉ ଫଳିବନି ସୁନାର ଫସଲ। ଗଛ ନାହିଁ, ଫଳ ଆସିବ କୁଆଡ଼ୁ? କୁଆ ପଥର ମାଡ଼ରେ ସବୁକିଛି ଛିଞ୍ଚତର। ଚାଷୀ ଏବେ ଦୁଃଖ, ତାଙ୍କ ଦୁଃଖ ବା ଶୁଣିବ କିଏ? ଚଳିତ ବର୍ଷ ପ୍ରଥମ କାଳବୈଶାଖୀ ଡିପିପୁର ଅଞ୍ଚଳର ଚାଷୀଙ୍କ ପାଇଁ କାଳ ପାଲଟିଛି। ବିଶେଷ କରି ମାଗୁଣିଆପଡ଼ା, କଣ୍ଡରାଡିହା, ଡିପିପୁର, ଗୁଆଗଡ଼ିଆ ତଥା ରାଇବଣିଆ ପଞ୍ଚାୟତ, ଶ୍ୟାମନଗର, ଦକ୍ଷିଣ ପ୍ରଭାସପୁର, ମାକିଡ଼ିଆ ପଞ୍ଚାୟତମାନଙ୍କର ଫସଲ କ୍ଷତିର ବିକଳ ଚିତ୍ର ପରିଲକ୍ଷିତ ହୋଇଛି। ସଞ୍ଚିତ ଅଧାର କରଜ ଅର୍ଥରେ ଉପୁଜାଇଥିବା ସୁନାର ଫସଲ ଶିଳ ପଥର ମାଡ଼ରେ ମାଟିରେ ମିଶିଯାଇଛି। କାଳିକ ପଞ୍ଚାୟତର ମଧ୍ୟ ସେହି ସମାନ ଅବସ୍ଥା। ଆପଣ ଆଖିରେ ଦେଖିଲେ ଧୈର୍ଯ୍ୟ ଧରି ପାରିବେନି। ଏଠି କେବଳ ଚାଷୀଙ୍କର ଲୁହ ହିଁ ଲୁହ। ପ୍ରାୟ 40ରୁ 50 ମିନିଟ୍ ଧରି ହୁଳ ବର୍ଷାରେ ବା କୁଆପଥର ବର୍ଷାରେ ଗଛର ପତ୍ର ନଥିବା ବେଳେ କମଳ ଫସଲର ଅବସ୍ଥା ନ ଦେଖିଲେ ବିଶ୍ୱାସ ହେବ ନାହିଁ। ସାର ଔଷଧ ହଳ ଟଙ୍କା ଦେଇପାରି ନଥିବା ବେଳେ ପରିବାରରେ ହତାଶାର ଭାବ ଦେଖାଦେଇଛି। କେତେକ ମହିଳା ଚାଷୀ ସ୍ୱୟଂ ସହାୟିକା ଗୋଷ୍ଠୀକୁ କରଜ କରି ପୁଞ୍ଜି ଲଗାଇଥିବା ବେଳେ ଅଭାବନୀୟ କ୍ଷୟକ୍ଷତିରେ ମ୍ରିୟମାଣ ହୋଇପଡ଼ିଛି। ପନିପରିବାର ବ୍ୟାପକ କ୍ଷତି ଘଟିଥିବା ବେଳେ ରବି ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସରକାରଙ୍କ ଅବଦାନ ପାଇଁ ସମସ୍ତେ ଅପେକ୍ଷାରେ।